ଜୀବନରେ ହେଲେ ମଧ୍ୟ ସମସ୍ତ ଜିନିଷକୁ ମୋର ବହୁତ ଧନ୍ୟବାଦ। ରଣପୁର, ନୟାଗଡ଼, ଓଡ଼ଗାଁ, ନୂଆଗାଁ ସବୁବେଳେ ସମୟରେ ରହି ଯେତେବେଳେ ରାଲିରେ ହୁଅନ୍ତି ଏବଂ ସେ ମଧ୍ୟ ତାଙ୍କର ମତାମତ ଅଛି, ମୋର ବହୁତ ଧନ୍ୟବାଦ। ତାପରେ ନୂଆଗାଁ ସେକ୍ରେଟାରୀ କୁହନ୍ତୁ ମୋ ସୁଧୀର ସୁଧୀର ଆମର ଉପରେ ରାଲିଟା ଯୋଉ ସାର୍ କହୁଥିଲେ ରାଲିଟା ମାନେ ଆମେ ଯିବା ସେ ତା ପୂର୍ବରୁ ଆମେ କ'ଣ କରିବା ଏବଂ ଆମ ଜିଲ୍ଲାରେ ଗୋଟେ କରିସାରିଲେ ଗୋଟେ ଛୋଟକାଟିଆ କମିଟିରେ ହେବା ଦରକାର, 4 ଜଣ ହଉ ବା 2 ଜଣ ହଉ, ଯିଏକି ଆମର ଜିଲ୍ଲା, ରାଜ୍ୟ ଏବଂ ବ୍ଲକ ସହିତ କୋଅର୍ଡିନେସନ୍ ରଖିବ ଏବଂ ସମସ୍ତଙ୍କର ଗୋଟିଏ ଯେ ଯଦି କିଛି କଣ୍ଟିନ୍ୟୁ ହେଲା କି କ'ଣ ରାଲି ସେଥିପାଇଁ କ'ଣ ପଦକ୍ଷେପ ଆଗୁଆ ନିଆଯାଉଛି, କାରଣ ସେ 4 ଦିନ ରହିଲା ନା। ତାପରେ ଦ୍ୱିତୀୟ କଥା ହେଉଛି ଟିଚର ବହୁତ ସ୍କୁଲ ଅଛି, 2 ଜଣ 3 ଜଣ ଆମେ ଯଦି ହୁଇପ୍ ଜାରି କରିଦେବା ତାହେଲେ ସ୍କୁଲ ଗୁଡ଼ାକ ନିଶ୍ଚିତ ଭାବରେ ଖାଲି ଯଦି ଖାଲି ପଡ଼ିବ ତାହେଲେ ଆମେ ସିଏ ଯାଉଛୁ ଏବଂ ତା ଉପରେ ଟିକେ ବର୍ତ୍ତମାନ ଧ୍ୟାନ ଦେଲେ ଆଉ ନଚେତ 100% ଆମର ସାହାଯ୍ୟ କରିବେ। ଚାହୁଁଛି ଭାରି ଆଟି ଅନେଇକିରି ଆମର ଆସିଛନ୍ତି ରାଜ୍ୟ ସ୍ତରରେ ନିଷ୍ପତ୍ତି ହେଇଛି ଯେ ଆମେ ରାଲି କରିବା। ବର୍ତ୍ତମାନ ଜିଲ୍ଲା ସ୍ତରରେ ଆମେ ବ୍ଲକ କାଟିଛେ, ଆଲୋଚନା କରୁଛେ। ଆପଣଙ୍କର ଇଏରେ ଗୁଗଲି ମିଟରେ ଆଲୋଚନା ହେଇଛି। କିନ୍ତୁ ବର୍ତ୍ତମାନ ମାନେ ରିସେଣ୍ଟ ଆପଣମାନେ କ'ଣ ନ୍ୟୁଜ୍ଟା ରଖିଛନ୍ତି, ରିସେଣ୍ଟ ନ୍ୟୁଜ୍ ସେଇଟା ଟିକେ ସମସ୍ତେ ଜଣାଇଦେଲେ ତାପରେ ବ୍ଲକ ଆମେ ବ୍ଲକ ଅନୁସାରେ କାମଟା କରିପାରିବା ନା। ଆମେ ଯେଉଁ ରାଜ୍ୟ ଅନୁସାରେ ସେଇ ଅନୁସାରେ ଜିଲ୍ଲା ସେ ଅନୁସାରେ ବ୍ଲକ ଆସିବ ସେଇଟା ପାଇଁ ଭଲ କ'ଣ ଆମେ କରିବା ମାନେ କାହିଁକି ପର୍ଯ୍ୟନ୍ତ ଆମ ବ୍ଲକରେ ସ୍ତରରେ କୌଣସି ନିଷ୍ପତ୍ତି ନିଆଯାଏ ନାହିଁ, ଯେହେତୁ ଇନଫର୍ମେସନ୍ ନାହିଁ ଆମ ବ୍ଲକ ପାଖରେ ଆମେ କିଛି ନିଷ୍ପତ୍ତି ନେଇବୁ। ତେଣୁ କ'ଣ କ'ଣ ଆମେ 2001 ମସିହାରୁ 26 ମସିହା ଆସିଗଲାଣି। ବିଭିନ୍ନ ସମୟରେ ଆମେ ଆମ ଦାବି ପାଇଁ ଓହ୍ଲେଇଛେ। ଏପର୍ଯ୍ୟନ୍ତ ଆମେ କେବଳ 6 ବର୍ଷଟା ଫିକ୍ସ ହେଲା ଗୋଟେ ଆଚିଭମେଣ୍ଟ ନେଇଥିଲେ, ଆଉ ତାପରେ କିଛି ଆମ ଶିକ୍ଷକମାନଙ୍କର ଦାବି ପୂରଣ ହେଇନି। ଗୋଟେ ସଂଗଠନ ଲିଡ୍ କରୁଥିଲା, ଯେହେତୁ ଦାବି ଗୁଡ଼ିକ ପୂରଣ ହେଇପାରିଲାନି ଆମର ପରସ୍ପର ପ୍ରତି ବା ତାଙ୍କ ନିଜର କିଛି ଭୁଲ ଲୋକ ପରସ୍ପର ପ୍ରତି ଅବିଶ୍ୱାସ ଆମର ବଢ଼ି ବଢ଼ି ଚାଲିଲା। ଗୋଟେ ସମୟରେ ଆଉ ଗୋଟେ ସଂଘ, ଆଉ ଗୋଟେ ସମୟରେ ଆଉ ଗୋଟେ ସଂଘ, 10, 8ଟା 12ଟା ସଂଘରେ ପରିଣତ ହେଇଗଲା। ସମସ୍ତେ ଏକାଠି ଭାବରେ ଫାଇଟ୍ କଲେ, ଯିଏ ଯାହା ବଳ ଦେଖେଇଲେ, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପ୍ରକାର ଆମର ଶିକ୍ଷକମାନଙ୍କର ଦାବି ହାସଲ ହେଇନାହିଁ। ତେଣୁ ସମସ୍ତେ ବି ଅନୁଭବ କଲେ 2026 ମସିହାରେ ଯେହେତୁ ଅତି ପାଖରେ ଗୋଟେ ମାସ ମାତ୍ରାରେ ଯଦି ଆମେ ଏବେ ଏକାଠି ହେବାନି, ଏବେ କିଛି ଆମେ ଦାବି ହାସଲ କରିବାନି, ଆମେ ଆଉ 10-20 ବର୍ଷ ପୁଣି ପଛକୁ ପଳେଇବା। ଏଇ ମନୋବୃତ୍ତିଟା ଆମ ମନରେ ଯେମିତି ଆସିଛି ସମସ୍ତଙ୍କ ମନରେ ଧୀରେ ଧୀରେ ଆସିଛି। ତେଣୁ ଗୋଟେ ପ୍ରାଥମିକ ମହାସଂଘ ଆରମ୍ଭ ହେଲା। ସମସ୍ତଙ୍କୁ ଯେମାନଙ୍କର ଉଦ୍ଦେଶ୍ୟ ଥିଲା ସମସ୍ତଙ୍କୁ ଏକାଠି ଯୋଡ଼ିବା। ସେମାନେ ବହୁତ ମାତ୍ରାରେ 98% ପର୍ଯ୍ୟନ୍ତ ପଳେଇଲେଣି। ଆଉ କେବଳ ପିସ୍ତା ସଂଗଠନ ବି ଫିଜିକାଲି ଆସିନି, ଯଦିଓ ସେ ବିଚାର ବିମର୍ଶ କରୁଛି। ତାର କିଛି ଜିଲ୍ଲାର ପ୍ରତିନିଧି ମାନେ, ସଭାପତି, ସମ୍ପାଦକ, ଅନେକ ଗୁଡ଼ିଏ ଜିଲ୍ଲାର ସେମାନେ ଆସିକି ଯୋଗ ଦେଲେଣି ଏବଂ ସେମାନେ ପଦପଦବୀରୁ ଇସ୍ତଫା ଦେଇକି ସହଯୋଗ କଲେଣି ଯେ ଆମେ ବି ସମସ୍ତେ ଯେହେତୁ ଏକାଠି ହେଲେ, ସମସ୍ତେ ଯେହେତୁ ଏକାଠି ହେଇସାରିଲେଣି ଏବଂ ଏଇ 25 ତାରିଖରେ ଗୋଟେ ଶେଷ ମିଟିଂ ହେଇଥିଲା, ନିଷ୍ପତ୍ତି ହେଲା ଆମେ ରାଲି କରିବା। ସାରା ରାଜ୍ୟର ଶିକ୍ଷକମାନଙ୍କର ଉଦ୍ବେଳନ ରହିଛି, ମନ ଭିତରେ ଇଣ୍ଟରେଷ୍ଟ ରହିଛି, ଏନକରେଜ ହେଲେଣି, ସମସ୍ତେ ମାତିଲେଣି। ଆମକୁ ଏହାର ସୁଯୋଗ ନେବାକୁ ପଡ଼ିବ। ଆଉ ଶେଷ ଚାନ୍ସ ଆମ ପାଇଁ, ଏଇଟାକୁ ସମସ୍ତେ ଗ୍ରହଣ କରିବା ପରେ
ଏବଂ ରାଜେଶ ଭାଇର ଯେଉଁ ଆମର ଓପଟା ଟିମ୍ ଥିଲେ ସେମାନେ ତାଙ୍କର ପ୍ରତିନିଧି ପଠାଇଥିଲେ 25 ମିଟିଂରେ ସେ ତାଙ୍କର ନିଜେ ସଭାପତି ତାଙ୍କ ମହାସଚିବ ପୁରା ଟିମ୍ 10-8 ଜଣ ସେମାନେ ଆସିକି ପହଞ୍ଚିଲେ ତାଙ୍କ ଭ୍ୟୁ ବି ସେମାନେ ଉପସ୍ଥାପନ କଲେ ଆଉ ସେମାନେ ବି ଆକ୍ଟିଭଲି ଏବେ ଯୋଗଦାନ ସବୁ କଥାରେ କରୁଛନ୍ତି ସେମାନେ ଯେହେତୁ ପୁରୁଣା ସଂଗଠନ ତାଙ୍କର ବି ବହୁତ ଏକ୍ସପିରିଏନ୍ସ ଅଛି ତା ସହିତ ଅନ୍ୟମାନଙ୍କର ଯାହାର ଯାହାର ସବୁ ଯେଉଁମାନେ ନେତୃତ୍ୱ ହେଇଛନ୍ତି ରାଜ୍ୟରେ ସମସ୍ତଙ୍କର କିଛି କିଛି ଅଭିଜ୍ଞତା ଅଛି ଗୋଟେ ନିଷ୍ପତ୍ତି ନିଆଗଲା ଆମେ ସମସ୍ତେ ଆନ୍ଦୋଳନ କରିବା ସରକାରଙ୍କ ସାଙ୍ଗରେ ଆଲୋଚନା ଚାଲିଥିଲା 17 ମାସ ପଳେଇଲା ନୂଆ ସରକାର ପାଇଁ କିଛି ଏପର୍ଯ୍ୟନ୍ତ ହେଲାନି ତେଣୁ ଆନ୍ଦୋଳନ ପାଇଁ ନିଷ୍ପତ୍ତି ହେଲା ଏବଂ ଆନ୍ଦୋଳନଟା ଆମର ହେଇଥିଲା 29 ତାରିଖରେ ଆମେ ଜିଲ୍ଲାରେ ମିଟିଂ କରିଥାନ୍ତେ 30ରେ ଆଜି ବ୍ଲକରେ ମିଟିଂ କରିଥାନ୍ତେ 1ରେ ଆମେ ଗୋଟେ ଦାବିପତ୍ର କିଛି ଶିକ୍ଷକ ଯାଇକି ଦେବା ବା ରାଲି ମାଧ୍ୟମରେ ଦେବା ଯୋଉଟା ସେମାନେ ବିକଳ୍ପ କରି ଭାବିବେ ଗୋଟେ ଅପସନ୍ ରହିଛି 1 ତାରିଖରେ ଆମେ ଇସ୍ତାହାର ଦେବା ଆସନ୍ତାକାଲି ଆମେ ଦାବିପତ୍ର ଦେବା ରାଜ୍ୟରେ 5 ତାରିଖରୁ ଆନ୍ଦୋଳନ ହେବ 5 ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଚାଲିବ 5-6 ଆନ୍ଦୋଳନଟା କେମିତି ହେବ ସିଏଲରେ ହେବ କାହିଁକି ସିଏଲ ନିଷ୍ପତ୍ତି ନିଆଗଲା ମାସ ଯୋଉ କୋଉ ଜିଲ୍ଲା ନେଇକି କୋଉ ବ୍ଲକ ନେଉନି ଏମିତି ବିଭିନ୍ନ ବିଶୃଙ୍ଖଳା ଯୋଗୁଁ ରବିବାରଟା ଗୋଟେ ଦିନ ଆମ ହାତରେ ଅଛି ଆମେ ଯଦି 2 ଦିନ ନେଇଯିବା 2 ଦିନ ନେଇଗଲେ ଆମ ଆନ୍ଦୋଳନଟା 2-3 ଦିନ ଭିତରେ ଆଶା କରିବା ଯେ 2 ଦିନ ଭିତରେ କିଛି ସରକାର ଗୋଟେ ନିଷ୍ପତ୍ତି ନେବେ ବୋଲି ଗୋଟେ ଆଶା କରିକି 2 ଦିନ ପାଇଁ ଓହ୍ଲେଇବା ଦରକାର ପଡେ 3 ଦିନ ହେବ ଦରକାର ପଡେ 5 ଦିନ ହେବ ଯାହା ଜ୍ୟୋତି ସାହେବ ପ୍ରସ୍ତାବ ରଖୁଥିଲେ ଷ୍ଟ୍ରେଙ୍ଥ ଦେଖିକି ରାତି ପାଇଲା ବେଳେ ଯଦି 1000 ଲୋକ ଥିବେ ତାହେଲେ ନେତୃତ୍ୱ କାହାକୁ ନେଇକି ରାଲି କରିବେ ଯଦି ଲୋକ ଷ୍ଟ୍ରେଙ୍ଥ ରହିବେ କୌଣସି ପ୍ରକାର ଦାବି ନିଆଯାଏ ପ୍ରତ୍ୟାବୃତ ହବନି ବୋଲି ନିଷ୍ପତ୍ତି ହେଇଛି ସେଇଟା ସେଇଠି ଇନଷ୍ଟାଣ୍ଟ ନିଷ୍ପତ୍ତି ନିଆଯିବ କି ଆମେ ସେଇଠି ଯଦି ଆମେ ଫେଲୁଅର ହେବା ଆମ ଷ୍ଟ୍ରେଙ୍ଥ କମିଗଲା ଆମେ ତାକୁ ପରବର୍ତ୍ତୀ ସମୟ ଜିଲ୍ଲାରେ କି ବ୍ଲକରେ କଣ୍ଟିନ୍ୟୁ କରିବା କି ଗୋଟେ ଗୋଟେ ଜିଲ୍ଲା ରୋଟେସନ ବେସିସରେ ସେଇଟା କୋର କମିଟି ଗୋଟେ ହେଇଛି ନିଷ୍ପତ୍ତି ହେଇଛି କୋର କମିଟିର ପ୍ରତି ସଂଗଠନ ଯୋଉ ଥିଲେ ବିଭିନ୍ନ ଶିକ୍ଷକ ସଂଗଠନ ଆମର ଅଲଗା ଅଲଗା ହେଇଛନ୍ତି ସମସ୍ତଙ୍କର ସଭାପତି ସମ୍ପାଦକ ମାନଙ୍କୁ ନେଇ ଗୋଟେ କୋର କମିଟି କରାଯାଇଛି ଆଉ କିଛି ଆକ୍ଟିଭ ଲୋକ 4-5 ଜଣଙ୍କୁ ସେମାନେ ନେଇଛନ୍ତି ସେଇ କୋର କମିଟି ଯାହା ନିଷ୍ପତ୍ତି ନେବ ସେଇ ଅନୁସାରେ ରାଲି କଣ୍ଟିନ୍ୟୁ ହବ କି କଲଅପ୍ ହବ ଏଇ କ୍ରାଇଟେରିଆ ଯଦି ଷ୍ଟ୍ରେଙ୍ଥ କମିଗଲା ଦାବି ପୂରଣ ହେଲା ଇଏ କିଛି ନିଷ୍ପତ୍ତି ହେଇଛି ବାକି ଆମେ ସମସ୍ତେ ସଂଗଠିତ ହେବା ରାଜ୍ୟରେ ଜିଲ୍ଲାରେ ଏକାଠି ହେବା କେମିତି ଆମେ ସମସ୍ତେ ଯିବା କିଛି ଆର୍ଥିକ ସହାୟତା କରିବା ଆମେ ଫିଜିକାଲି ପହଞ୍ଚିବା ପ୍ରତି ଜିଲ୍ଲାରୁ ଆମେ ଜିଲ୍ଲା ସଭାପତି ସମ୍ପାଦକମାନଙ୍କୁ ନେଇ ଗୋଟେ କମିଟି କରି କୋର କମିଟି କରିକି ଜଣେ କିଏ ଲିଙ୍କ କରାଇବ ରାଜ୍ୟକୁ ଆପଣଙ୍କର ଜିଲ୍ଲା ସହିତ ଗୋଟେ ପ୍ରତିନିଧି ହେବ ପ୍ରତି ଜିଲ୍ଲାରୁ ଗୋଟେ ପ୍ୟାଡ୍ ରିଲିଜ କରିବେ ଯେ ଆମ ଜିଲ୍ଲା ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛି ପ୍ରତି ସଂଗଠନକୁ ଦିଆଯାଇଛି ସେମାନେ ବି ଗୋଟେ ପ୍ୟାଡ୍ ରିଲିଜ କରନ୍ତୁ ଯେ ଆମ ସଂଗଠନ ବି ପୂର୍ଣ୍ଣ ମାତ୍ରାରେ ସହଯୋଗ କରିବ ଆପଣ ସୋସିଆଲ ମିଡିଆରେ ଦେଖିବେଣି ପେପର ଟିଭିରେ ଦେଖିବେଣି ହ୍ୱାଟ୍ସଆପ୍ରେ ଦେଖିବେଣି ସମସ୍ତେ ମାତିଲେଣି ସମସ୍ତଙ୍କର ଆଗ୍ରହ ବଢ଼ିଛି ଗୋଟେ ଶେଷ ସୁଯୋଗ ସମସ୍ତେ ରେଡି ହେଲେଣି ଏତିକି ସବୁ ନିଷ୍ପତ୍ତି ହେଇଛି ବାକି ଆମେ କେତେ ଆର୍ଥିକ ସାହାଯ୍ୟ କରିବା ଆମେ ସବୁ ବ୍ଲକରେ କେମିତି ଏକାଠି ହେବା ସବୁ ବ୍ଲକର ଶିକ୍ଷକମାନଙ୍କୁ କେମିତି ନେବା ସିଏଲ୍ ପ୍ରୋଗ୍ରାମ ଗୋଟେ ରହିବ 2 ଦିନ ଯଦି ନେଇଯିବା ସୁଦେଶା ଯାଏ କହୁଥିଲି ତାକୁ କେମିତି ଆରେଞ୍ଜମେଣ୍ଟ କରିବା ନରେଶ ସାର୍ କହିବି ତାଙ୍କୁ ଅନୁରୋଧ କରିବି କେମିତି ଆରେଞ୍ଜମେଣ୍ଟ ହବା ଆମେ କେମିତି ଜଣେଇବା କି କୋଉଠି କେମିତି ଆରେଞ୍ଜମେଣ୍ଟ ହବ କ'ଣ ହବ ଏ ଜାଣି ସାର୍ ଯାଇଛି ଏଇଆ ହେଉଛି ରାଜ୍ୟର ଭ୍ୟୁ ଆମେ କେମିତି ଏକାଠି ଯାଇ ପହଞ୍ଚିବା ଆମ କାମ ହେଲା କୋର କମିଟିର ନିଷ୍ପତ୍ତି ଅନୁସାରେ କଲଅପ୍ ହବ ଷ୍ଟ୍ରାଇକ୍ ଏଇ ଜାଣି ନିଷ୍ପତ୍ତି ହେଇଛି ଏବେ ସନ୍ତୋଷ ସାର୍ଙ୍କୁ ଅନୁରୋଧ କରିବି ବିଭିନ୍ନ ସମୟରେ ନରେଶ ସାର୍ ଆଉ ମୃତ୍ୟୁଞ୍ଜୟ ସାର୍ ଯାଉଛନ୍ତି ସେମାନେ ସେଠିକାର ଭ୍ୟୁଟା ଦିଅନ୍ତୁ ତାପରେ ବ୍ଲକ ୟୁନିଟ୍ ମାନେ ନିଷ୍ପତ୍ତିଟା ସେଠି କେନ୍ଦ୍ର ସ୍ତରରେ ହେଉଛି 30 ଜିଲ୍ଲାର ଯେଉଁ ସଭ୍ୟ ଯାଇଛନ୍ତି ତାଙ୍କର ବିଭିନ୍ନ ସଂଗଠନର ଯେଉଁ ପ୍ରେସିଡେଣ୍ଟ ସେକ୍ରେଟାରୀ ଅଛନ୍ତି ସାମ୍ପ୍ରତିକ ପରିସ୍ଥିତିକି ଦେଖିକି ସେମାନେ ନିଷ୍ପତ୍ତି ନେଉଛନ୍ତି ତେଣୁ ଦିନେ ହେବ 5 ଦିନ ହେବ କି ଅନିର୍ଦ୍ଦିଷ୍ଟ ହେବ କି ବ୍ଲକ ପଏଣ୍ଟରେ ହେବ ସେଠାର ସିଚୁଏସନକୁ ଦେଖିକି ସେ ନିଷ୍ପତ୍ତି ନେବେ ଯାହାକୁ ସେମାନେ ଜଣେଇକି ନିଷ୍ପତ୍ତି ନେଇପାରିବନି ଯାହା ହେଇଛି କମିଟି ଗୋଟେ ତେଣୁ 5ରୁ କଣ୍ଟିନ୍ୟୁ 5-6 ସିଏଲ 7 ରବିବାର 3 ଦିନ ଆମ ହାତରେ ବର୍ତ୍ତମାନ ଅଛି ପରବର୍ତ୍ତୀ ଅବସ୍ଥା କ'ଣ ହେବ ରବିବାର ରାତିରେ ନିଷ୍ପତ୍ତି ସେମାନେ କରିବେ ତେଣୁ ତା ପୂର୍ବରୁ ଆମେ ଅନୁମାନ କରିପାରିବାନି ଯେ ସିଚୁଏସନ କ'ଣ ହେବ ତେଣୁ ଆଉ ଏଥିରେ ନୂଆ କଥା କହିବାର କ'ଣ ଅଛି ସେଇ ଏକା କଥା ବରଂ ବ୍ଲକ ମାନେ ସିଚୁଏସନ ଜାଣିଲେ ଆମର ପ୍ରତି ବ୍ଲକର ସେମାନେ ତାଙ୍କ ମତ ଦେଲେ କ'ଣ ହେବ ସାର୍ କରିଛନ୍ତି ଆଉ କ'ଣ କହିବାର ଅଛି ଦୁଇଟା ବ୍ଲକ କଥା କହିବା ଆମେ ସବୁଥିରେ ସେ କଥାଟା ହେଉଛି ବ୍ଲକ କଥାରେ ଭ୍ୟୁ ରଖନ୍ତୁ ରିକ୍ୱେଷ୍ଟ କରିବି ଯେ
ପ୍ଲିଜ୍ କୁହନ୍ତୁ। ଆଉ ଆର୍ଥିକ ସହାୟତା କେମିତି କରିବେ କୁହନ୍ତୁ। ବାକି କୋର୍ଡିନେସନ କମିଟି କଥା କୁହନ୍ତୁ। मनमोहन सह शिक्षक संघर आलोचना पूर्वतन केन्द्रमंत्री विश्वेश्वर टुडू माध्यम राज्य बीजेपी सभापति मनमोहन सामल सहित प्राथमिक शिक्षक महासंघर आलोचना होईछि। प्राथमिक शिक्षक मानकर मूल पोस्ट को अपडेट कर 42 ग्रेड पे अनुजाई मूल वेतन को 35,400 टका प्रदान 2001 मसीहा ठार अद्यावधि कार्यरत समस्त प्राथमिक शिक्षक मानकर ठिका कार्यकाल को मूल चाकरी गणना करने सहित नेशनल इंक्रीमेंट प्रदान देवाई प्राय अध घंटा काल पुंखानुपुंख आलोचना होता। से सामल समस्त कथा गुरुतर सह विचार कर 7 दिन समय नहीं। यदि आसंता डिसेम्बर मास 2 तारिख भितर किसी सुफल न मिले अर्थात आज सुधा तेबे समस्त प्राथमिक शिक्षक एक होई प्राथमिक शिक्षक महासंघ बैनर रे आवाहक रामलाल पटेल नेतृत्व में आसंता डिसेम्बर मास 5 तारिख ठारू विधानसभा सम्मुख में दाबी हासिल होगा पर्यंत आंदोलन जारी रखिबे बोली संघ पक्षर कहुई। आलोचन में रामलाल पटेल सह महासंघर अन्य कर्मकर्ता माने चंद्रसागर बंकिम चंद्रसागर उत्तम दास पद्मलोचन नायक सुब्रत कुमार धड़ सुशांत बेहरा इत्यादि उपस्थित थिले। देखिबा परवर्ती अपडेट।